ତୁମେ ଘରେ ଓ ବାହାରେ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟିବାର ଦେଖିଥିବ। ସେଗୁଡ଼ିକୁ ତଳେ ଲେଖ। ଘରେ ପରିବା କାଟୁଥିବା ସମୟରେ ପନିକିରେ ହାତ କଟିବା, ଘରେ ଷ୍ଟୋଭରେ ରାନ୍ଧୁଥିବା ସମୟରେ ଅସାବଧାନତା ହେତୁ ହଠାତ୍ ଲୁଗାରେ ନିଆଁ ଲାଗିବା, ରାସ୍ତାରେ ଗଲାବେଳକୁ ଖାଲରେ ପଡ଼ି ଖଣ୍ଡିଆ ଖାବରା ହେବା। ତୁମ ଅଞ୍ଚଳରେ କେତେକ ଲୋକ ଘରେ ନିଶ୍ଚୟ କୁକୁର ପାଳୁଥିବେ। ସେମାନେ କୁକୁରକୁ କି ଇଞ୍ଜେକ୍ସନ ଦେଉଥାନ୍ତି ଓ କାହିଁକି? କୁକୁରକୁ ଆଣ୍ଟିରେବିସ୍ ନାମକ ଇଞ୍ଜେକ୍ସନ ଦିଆଯାଇଥାଏ, କାରଣ ଏହା ଜଳାନ୍ତକ ପ୍ରତିଷେଧକ ଇଞ୍ଜେକ୍ସନ। ଏହି ଇଞ୍ଜେକ୍ସନ ନେବା ଫଳରେ କାମୁଡ଼ିଥିବା ବ୍ୟକ୍ତିକୁ ରୋଗ ହେବାର ସମ୍ଭାବନା ନଥାଏ। କେଉଁ ଦୁର୍ଘଟଣା ପାଇଁ କେଉଁ ବ୍ୟବସ୍ଥା କରାଯାଇଛି ଚିତ୍ର ଦେଖି ଲେଖ। ହାତରେ ବାଣ ଫୁଟି ପଡ଼ିଗଲେ ସଙ୍ଗେ ସଙ୍ଗେ ପୋଡ଼ା ଜଳାର କଷ୍ଟ କମିବା ପର୍ଯ୍ୟନ୍ତ କ୍ଷତ ସ୍ଥାନକୁ ଥଣ୍ଡା ପାଣିରେ ବୁଡ଼ାଇ ରଖିବା ଉଚିତ। ରୋଷେଇ ସମୟରେ ପିନ୍ଧା ଲୁଗାରେ ନିଆଁ ଲାଗିଯାଏ, ତେବେ ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କ ଶରୀରକୁ କମ୍ବଳରେ ଘୋଡ଼ାଇ ରଖିବା ଉଚିତ। ଚିତ୍ର ଦେଖି ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖ। ପାଣିରେ ବୁଡ଼ି ଯାଉଥିବା ସମୟରେ ଖଣ୍ଡେ ରଶି, ଗାମୁଛା କିମ୍ବା ଲୁଗା ବୁଡ଼ି ଯାଉଥିବା ବାଳକ ନିକଟକୁ ପକାଇ ତାକୁ ଧରିବା ପାଇଁ କହିବା। ତତ୍ପରେ ତାକୁ କୂଳକୁ ଟାଣି ଆଣିବା। ଏହାପରେ ସଙ୍ଗେ ସଙ୍ଗେ ପାଣିରୁ ବାହାରକୁ ଆଣି ଚିତ୍ କରି ଶୁଆଇ ପେଟକୁ ଚିପିବା ଆବଶ୍ୟକ। ଫଳରେ ପେଟରେ ଥିବା ପାଣିତକ ବାହାରକୁ ବାହାରି ଆସେ। ଉପରେ ଦିଆଯାଇଥିବା ଚିତ୍ରଟିକୁ ଆମେ କ'ଣ କହୁ? ଉପରେ ଦିଆଯାଇଥିବା ଚିତ୍ରଟିକୁ ଆମେ ଥର୍ମୋମିଟର କହୁ। ଏହାକୁ ଆମେ କେଉଁ କାର୍ଯ୍ୟ କରିବା ପାଇଁ ବ୍ୟବହାର କରିଥାଉ? ଆମ ଶରୀରର ସାଧାରଣ ତାପମାତ୍ରା 98.4 ଡିଗ୍ରୀ ଫାରେନହାଇଟ୍। ଥର୍ମୋମିଟରରେ ଏହି ଡିଗ୍ରୀ ସୂଚାଉଥିବା ଦାଗକୁ ନାଲି ରଙ୍ଗରେ ଚିହ୍ନିତ କରାଯାଇଥାଏ। ଆମ ଶରୀରର ତାପମାତ୍ରା ଜାଣିବା ପାଇଁ ଆମେ ଥର୍ମୋମିଟର ବ୍ୟବହାର କରିଥାଉ। ଶରୀରର ତାପମାତ୍ରା ଅଧିକ ହୋଇଗଲେ ରୋଗୀର ମୁଣ୍ଡ ଧୋଇ ଦିଆଯାଏ। କାରଣ କ'ଣ ପଚାରି ଲେଖ। ରୋଗୀର ମୁଣ୍ଡ ଥଣ୍ଡା ପାଣିରେ ଧୋଇଦେଲେ ଶରୀରରେ ଥିବା ତାପମାତ୍ରା କମିଯାଏ। ତେଣୁ ରୋଗୀର ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇ ଦିଆଯାଏ। ଏକ ନମ୍ବର। ଠିକ୍ ଉକ୍ତିର ଡାହାଣ ପାର୍ଶ୍ୱରେ ଠିକ୍ ଚିହ୍ନ ଓ ଭୁଲ ଉକ୍ତିର ଡାହାଣ ପାର୍ଶ୍ୱରେ ଭୁଲ ଚିହ୍ନ ଦିଅ। କ. ପ୍ରାଥମିକ ଚିକିତ୍ସା କେବଳ ଡାକ୍ତରଙ୍କ ଦ୍ୱାରା କରାଯାଇଥାଏ। ଥର୍ମୋମିଟରରେ ଶରୀରର ତାପମାତ୍ରା ମପାଯାଇଥାଏ। ଶିଶୁକୁ ତରଳ ଝାଡ଼ା ହୋଇଥିଲେ ପାଣି ପିଇବାକୁ ଓ ଖାଇବାକୁ ଦିଆଯାଏ ନାହିଁ। ନାକରୁ ରକ୍ତ ପଡ଼ିଲେ ପାଟି ଦ୍ୱାରା ଶ୍ୱାସକ୍ରିୟା କରାଯାଇଥାଏ। ପାଣିରେ ବୁଡ଼ି ଯାଇଥିବା ଲୋକକୁ ଉପରକୁ ଆଣି ଚିତ୍ କରି ଶୁଆଇବା। 2 ନମ୍ବର। ପ୍ରାଥମିକ ଚିକିତ୍ସା ବାକ୍ସରେ ରଖାଯାଉଥିବା 3ଟି ଜିନିଷର ନାମ ଲେଖ। ତୁଳା, ବ୍ୟାଣ୍ଡେଜ୍, କପଡ଼ା, ଆୟୋଡିନ୍, କଇଞ୍ଚି, ଛୋଟ ସାବୁନ, ଡେଟଲ ଇତ୍ୟାଦି। 3 ନମ୍ବର। ଥର୍ମୋମିଟର ଚିତ୍ର ଅଙ୍କନ କର। 4 ନମ୍ବର। କାରଣ ଦର୍ଶାଅ। କ. ଥର୍ମୋମିଟରକୁ ଜିଭ ତଳେ ବା କାଖ ସନ୍ଧିରେ 2 ମିନିଟରୁ କମ୍ ସମୟ ରଖାଯାଏ ନାହିଁ। ଶରୀରର ତାପମାତ୍ରା ମାପିବା ପାଇଁ ଥର୍ମୋମିଟରକୁ ଜିଭ ତଳେ ବା କାଖ ସନ୍ଧିରେ 2 ମିନିଟ ପର୍ଯ୍ୟନ୍ତ ରଖାଯାଏ। କାରଣ 2 ମିନିଟରେ ଥର୍ମୋମିଟରର ପାରଦ ସ୍ତମ୍ଭ ଶରୀରର ସଠିକ୍ ତାପମାତ୍ରା ସୂଚାଇଥାଏ। 2 ମିନିଟରୁ କମ୍ ସମୟ ରଖିଲେ
ଶରୀରର ସଠିକ୍ ତାପମାତ୍ରା ଜାଣି ହେବ ନାହିଁ। ଖ ସାପ କାମୁଡ଼ିଥିବା କ୍ଷତ ଜାଗାର ଉପର ଓ ତଳ ଅଂଶକୁ ବାନ୍ଧି ଦିଆଯାଇଥାଏ। ସାପ କାମୁଡ଼ିବା ମାତ୍ରେ ତା'ର ବିଷ କ୍ଷତ ସ୍ଥାନରେ ଥିବା ରକ୍ତ ସହିତ ମିଶେ। ସେହି ବିଷାକ୍ତ ରକ୍ତ ଶରୀରର ଚାରିଆଡ଼େ ଖେଳାଇ ହୋଇଯାଏ, ଫଳରେ ଅଳ୍ପ ସମୟ ମଧ୍ୟରେ ବ୍ୟକ୍ତିର ମୃତ୍ୟୁ ଘଟେ। ତେଣୁ ସାପ କାମୁଡ଼ିଲା ମାତ୍ରେ କ୍ଷତ ସ୍ଥାନର ଉପର ଓ ତଳ ଅଂଶକୁ ଜୋରରେ ବାନ୍ଧିଦେଲେ ସାପର ବିଷ ପୂରା ଶରୀରରେ ଖେଳାଇ ହୋଇପାରେ ନାହିଁ। 5 କ'ଣ କରିବ ଲେଖ। କ ଆଙ୍ଗୁଠି ନିଆଁରେ ପୋଡ଼ିଗଲେ। ଆଙ୍ଗୁଠି ନିଆଁରେ ପୋଡ଼ିଗଲେ ପୋଡ଼ା ସ୍ଥାନରେ ପୋଡ଼ାଜଳା ବନ୍ଦ ହେବା ପର୍ଯ୍ୟନ୍ତ ବରଫ ରଖିବା ବା ଥଣ୍ଡା ପାଣି ଢାଳିବା ଦରକାର। ତାପରେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଲଗାଇବା। ଖ ପିଲାଟିଏ ପାଣିରେ ବୁଡ଼ି ଯାଉଥିଲେ। ପିଲାଟିଏ ପାଣିରେ ବୁଡ଼ି ଯାଉଥିଲେ। ପିଲାଟିକୁ ପାଣିରୁ ଉଠାଇ ପେଟ ଓ ଛାତି ତଳକୁ କରି ମୁହଁ ମାଡ଼ି ଶୁଆଇ ପିଠିରେ ଚାପ ଦେଲେ ପାଟି ବାଟେ ପିଇଥିବା ପାଣି ବାହାରି ଆସେ। ଏହାପରେ ଡାକ୍ତରଙ୍କ ପାଖକୁ ନେଇଯିବା। ଗ ମୁଣ୍ଡ ଫାଟିଗଲେ। ମୁଣ୍ଡ ଫାଟିଗଲେ କ୍ଷତ ସ୍ଥାନକୁ ସଙ୍ଗେ ସଙ୍ଗେ ହାତରେ ଚାପି ଧରି ରଖିବା ଉଚିତ, ନଚେତ୍ ଅଧିକ ରକ୍ତ ବାହାରିବାର ସମ୍ଭାବନା ଥାଏ। ତାପରେ ଫଟା ସ୍ଥାନକୁ ଭଲରେ ପୋଛି ସଫା କପଡ଼ାରେ ବାନ୍ଧିଦେବା ଦରକାର, ଯେପରି ଧୂଳି ବସି ନଯାଏ। ଏହାପରେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।